Eclipse ବ୍ୟବହାର କରି ଏରର୍ ଏଣ୍ଡ୍ ଡିବଗିଂ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ। ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ସରଳ ଜାଭା ପ୍ରୋଗ୍ରାମ୍ ଲେଖିବା ସମୟରେ ସମ୍ଭାବ୍ୟ ଏରର୍ ଗୁଡ଼ିକ କଣ, ଏହି ଏରର୍ ଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ। ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ 1110 ଏକ୍ଲିପ୍ସ 37। ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ Eclipse ରେ ଏକ ଜାଭା ପ୍ରୋଗ୍ରାମ୍ କିପରି କ୍ରିଏଟ୍ ଓ ରନ୍ କରାଯାଏ ଜାଣିଥିବା ଦରକାର। ଯଦି ନୁହେଁ ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ। ଏକ ସରଳ ଜାଭା ପ୍ରୋଗ୍ରାମ୍ ରେ ବିଶେଷ ଏରର୍ସ ହୋଇପାରେ। ସେମିକୋଲନ୍ ଛାଡ଼ିଯିବା, ବାର୍ତ୍ତା ଚାରିପଟେ ଡବଲ୍ କୋଟ୍ସ ଛାଡ଼ିଯିବା, ଫାଇଲ୍ ନେମ୍ ଓ କ୍ଲାସ୍ ନେମ୍ ନମିଶିବା ଏବଂ ଛୋଟ ଅକ୍ଷରରେ ପ୍ରିଣ୍ଟ ଷ୍ଟେଟମେଣ୍ଟ ଟାଇପ୍ କରିବା। ଆମେ ଏକ ପ୍ରୋଗ୍ରାମ୍ ଲେଖିବା ଓ ତାପରେ ଏହି ସବୁ ପ୍ରତ୍ୟେକ ଏରର୍ କରି Eclipse ରେ କଣ ଘଟୁଛି ଦେଖିବା। ଏଠାରେ ଆମ ପାଖରେ Eclipse IDE ଏବଂ ହେଲୋ ୱର୍ଲ୍ଡ ଟ୍ୟୁଟୋରିଆଲ୍ ପାଇଁ ବ୍ୟବହୃତ ପ୍ରୋଜେକ୍ଟ ଅଛି। ନୂଆ କ୍ଲାସ୍ ରେ ଆମେ ଏକ ପ୍ରୋଜେକ୍ଟ ତିଆରି କରି ତାକୁ ବ୍ୟବହାର କରିବା। ନ୍ୟୁ କ୍ଲାସ୍ ର ନାମ ଏରର୍ ଫ୍ରି ଦିଅନ୍ତୁ ଏବଂ ମେଥଡ୍ ଷ୍ଟବ୍ସ ପବ୍ଲିକ୍ ଷ୍ଟାଟିକ୍ ଭଏଡ୍ ମେନ୍ ଚୟନ କରନ୍ତୁ। ପ୍ୟାକେଜ୍ ଏକ୍ସପ୍ଲୋରର୍ କୁ ମିନିମାଇଜ୍ କରିଦିଅନ୍ତୁ, କମେଣ୍ଟ କାଢି ଦିଅନ୍ତୁ ଓ କିଛି ଏରର୍ ସହିତ ପ୍ରିଣ୍ଟ ଷ୍ଟେଟମେଣ୍ଟ ଆଡ୍ କରନ୍ତୁ। Eclipse ରେ ଏରର୍ ଥିବା ଲାଇନ୍ ର ବାମ ମାର୍ଜିନ୍ ରେ ନାଲି ଛକ ଚିହ୍ନ ସହିତ ସୂଚିତ କରାଯିବ। ଏହି ମାମଲାରେ system.out.println ଲାଇନ୍ ରେ ଏକ ଏରର୍ ଅଛି ଏବଂ ତେଣୁ ତାହାର ବାମପଟେ ଏକ ନାଲି ଛକ ଚିହ୍ନ ଅଛି। ଛକ ଚିହ୍ନ ଉପରେ ମାଉସ୍ ଚଲାଇଲେ ଏରର୍ ର ତାଲିକା ପ୍ରଦର୍ଶିତ ହେବ। ପ୍ରଥମ ଏରର୍ ପ୍ରଦର୍ଶିତ ହେଲା ସିଣ୍ଟାକ୍ସ ଏରର୍ ଇନସର୍ଟ ସେମିକୋଲନ୍ ଟୁ କମ୍ପ୍ଲିଟ୍ ବ୍ଲକ୍ ଷ୍ଟେଟମେଣ୍ଟସ୍। ଏହାର କାରଣ ହେଉଛି ଆମକୁ ପ୍ରତ୍ୟେକ ଷ୍ଟେଟମେଣ୍ଟ କୁ ଏକ ସେମିକୋଲନ୍ ସହିତ ଶେଷ କରିବାକୁ ହେବ। ତେଣୁ ଷ୍ଟେଟମେଣ୍ଟ ର ଶେଷରେ ସେମିକୋଲନ୍ ଦିଅନ୍ତୁ। Ctrl+S ସହିତ ଫାଇଲ୍ କୁ ସେଭ୍ କରନ୍ତୁ। ଧ୍ୟାନ ଦିଅନ୍ତୁ ଯେ ଆମେ ସେମିକୋଲନ୍ ଆଡ୍ କରି ଫାଇଲ୍ କୁ ସେଭ୍ କରିଛେ। ପ୍ରଥମ ଏରର୍ ଚାଲିଯାଇଛି। ଏବେ ଗୋଟିଏ ଏରର୍ ରହିଛି ଯାହା କୁହେ ହେଲୋ ୱର୍ଲ୍ଡ କ୍ୟାନଟ୍ ବେ ରିସଲ୍ଭଡ୍ ଟୁ a ଭେରିଏବଲ୍, ଯାହାର ଅର୍ଥ କନସୋଲ୍ ରେ ଯେକୌଣସି ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ସେଥିରେ ଡବଲ୍ କୋଟ୍ସ ରଖିବା ଦରକାର। ଡବଲ୍ କୋଟ୍ସ ବିନା ଜାଭା ଭାବେ ଯେ ହେଲୋ ୱର୍ଲ୍ଡ ହେଉଛି ଭେରିଏବଲ୍ ର ଏକ ନାମ। ବାର୍ତ୍ତା ପୂର୍ବରୁ ଓ ପରେ ଡବଲ୍ କୋଟ୍ସ ଆଡ୍ କରନ୍ତୁ। ସେଭ୍ କରିବା ପାଇଁ Ctrl+S ଦାବନ୍ତୁ। ଦେଖନ୍ତୁ ନାଲି ଛକ ଚିହ୍ନଟି ଚାଲିଗଲା ଏବଂ ପ୍ରୋଗ୍ରାମ୍ ଟି ଏରର୍ ଫ୍ରି ହୋଇଗଲା। ତେଣୁ ପ୍ରୋଗ୍ରାମ୍ ରନ୍ କରି ଦେଖିବା କଣ ହେଉଛି। ରନ୍ ଏଏସ୍ ଜାଭା ଆପ୍ଲିକେସନ। ଆମେ ଦେଖୁଛେ ଯେ ବାର୍ତ୍ତାଟି କନସୋଲ୍ ରେ ପ୍ରିଣ୍ଟ ହୋଇଗଲା। ଚାଲନ୍ତୁ ପରବର୍ତ୍ତୀ ଏରର୍ କୁ ଦେଖିବା। ଫାଇଲ୍ ନେମ୍ ଓ କ୍ଲାସ୍ ନେମ୍ ନ ମିଶିବାରୁ ଏହା ହେଲା। Eclipse ରେ ଏହା ସାଧାରଣତଃ ହୁଏ ନାହିଁ। ଏହାର କାରଣ ହେଉଛି ଆମେ ଏକ ଫାଇଲ୍ କ୍ରିଏଟ୍ କରିବା ପାଇଁ ନ୍ୟୁ କ୍ଲାସ୍ ୱିଜାର୍ଡ ବ୍ୟବହାର କରେ ଏବଂ Eclipse ଅଟୋମେଟିକାଲି ଏକ ଫାଇଲ୍ କ୍ରିଏଟ୍ କରେ। କିନ୍ତୁ ଯଦି ଆମେ Eclipse ବାହାରେ ଏକ ଫାଇଲ୍ କ୍ରିଏଟ୍ କରିବା ଓ ତାକୁ ପ୍ରୋଜେକ୍ଟ ସହିତ ଆଡ୍ କରିବା ତେବେ ଏରର୍ ର ସମ୍ଭାବନା ଅଛି। ତେଣୁ କ୍ଲାସ୍ ନେମ୍ କୁ ବଦଳାଇ ଏରର୍ କୁ ସନ୍ତୁଳିତ କରନ୍ତୁ।
ଯେହେତୁ ଜାଭା ହେଉଛି କେସ୍ ସେନ୍ସିଟିଭ୍, ଏବେ କ୍ଲାସ୍ ନେମ୍ ଓ ଫାଇଲ୍ ନେମ୍ ମିଶୁନାହିଁ। ଧ୍ୟାନ ଦିଅନ୍ତୁ ଯେ ବାମ ମାର୍ଜିନରେ ଏକ ନାଲି ଛକ ଚିହ୍ନ ଅଛି ଏବଂ ଏରର୍ ମେସେଜ୍ କୁହେ "The public type error free must be defined in its own file." ଆହୁରି ଦେଖନ୍ତୁ ଯେ ଶବ୍ଦ ଏରର୍ ଫ୍ରି ନାଲି ରଙ୍ଗରେ ଅଣ୍ଡରଲାଇନ୍ ହୋଇଛି। ଏକ୍ଲିପ୍ସ ଇଣ୍ଟେଲିଜେଣ୍ଟ ଫିକ୍ସେସ୍ ପ୍ରଦାନ କରେ ଏବଂ ଆମ ପାଖରେ ଦୁଇଟି ଫିକ୍ସେସ୍ ଅଛି। ପ୍ରଥମଟି ହେଉଛି ରିନେମ୍ କମ୍ପାଇଲେସନ୍ ୟୁନିଟ୍ ଟୁ ଏରର୍ ଫ୍ରି ଜାଭା ଓ ଦ୍ୱିତୀୟଟି ହେଉଛି ରିନେମ୍ ଦ ଟାଇପ୍ ଟୁ ଏରର୍ ଫ୍ରି। ଆମକୁ ଦ୍ୱିତୀୟ ଫିକ୍ସଟି ଦରକାର ଆଉ ଆମେ ଦେଖୁଛେ ଯେ ଥରେ ଆପଣ ଫାଇଲ୍ କୁ ରିନେମ୍ କରିଦେଲେ କ୍ଲାସ୍ ଏରର୍ ଫ୍ରି ହୋଇଯାଏ, ଏରର୍ ଚାଲିଯାଏ। ପ୍ରିଣ୍ଟ ଷ୍ଟେଟମେଣ୍ଟରେ ଟାଇପିଂ ତ୍ରୁଟି କାରଣରୁ ପରବର୍ତ୍ତୀ ଏରର୍ ହେଲା। ବଡ଼ S କୁ ଛୋଟ s ରେ ବଦଳାନ୍ତୁ। ଦେଖନ୍ତୁ ଏଠାରେ ଗୋଟିଏ ନାଲି ଛକ ଚିହ୍ନ ଅଛି ଏବଂ ଏରର୍ ମେସେଜ୍ କୁହେ "System cannot be resolved." ଏହାର ଅର୍ଥ ସିଷ୍ଟମ୍ ନାମରେ ଜାଭା ଏକ କ୍ଲାସ୍ କିମ୍ବା ଅବଜେକ୍ଟ କିମ୍ବା ଭେରିଏବଲ୍ ଆଶା କରୁଛି କିନ୍ତୁ କୋଡ୍ ରେ ସିଷ୍ଟମ୍ ଅବଜେକ୍ଟ ପରି କିଛି ନାହିଁ। ତେଣୁ ଚାଲନ୍ତୁ ସମ୍ଭାବ୍ୟ ଫିକ୍ସେସ୍ କୁ ଦେଖିବା। ଏଠାରେ 11ଟି ଫିକ୍ସେସ୍ ଅଛି। ସେଗୁଡ଼ିକ ମଧ୍ୟରୁ ଆମକୁ ଅଷ୍ଟମ ଅପ୍ସନ୍ ଟି ଦରକାର। ଚେଞ୍ଜ ଟୁ ସିଷ୍ଟମ୍ java.lang। ଦେଖନ୍ତୁ ଥରେ ଆମେ ଏହାକୁ ବଡ଼ S ରେ ବଦଳାଇ ଦେଲେ ଏରର୍ ଟି ଚାଲିଯାଉଛି। ଏହା ହେଉଛି ଏକ୍ଲିପ୍ସ ବ୍ୟବହାର କରି ଜାଭାରେ ଆପଣ କିପରି ଏରର୍ସ ଚିହ୍ନଟ କରି ସେଗୁଡ଼ିକ ସଂଶୋଧନ କରିବେ। ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ। ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିଲେ ଜାଭା ପ୍ରୋଗ୍ରାମ ଲେଖିବା ସମୟରେ ସାଧାରଣ ଏରର୍ ଗୁଡ଼ିକ କଣ ଏବଂ ସେହି ଏରର୍ ଗୁଡ଼ିକର ଚିହ୍ନଟ ଓ ଏକ୍ଲିପ୍ସ ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ। ଏହି ଟ୍ୟୁଟୋରିଆଲ ପାଇଁ ଏକ ଆସାଇନମେଣ୍ଟ ଭାବେ ନିମ୍ନ ପ୍ରଦତ୍ତ କୋଡ୍ ରେ ଏରର୍ସ ଖୋଜନ୍ତୁ ଓ ସେଗୁଡ଼ିକୁ ଫିକ୍ସ କରନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ। ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ। ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି। ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର ପ୍ରୋଜେକ୍ଟର ଏକ ଅଂଶ। ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ ଦ୍ୱାରା ସମର୍ଥିତ। ଏହି ମିଶନ ଉପରେ ଅଧିକ ବିବରଣୀ spoken-tutorial.org/nmeict-intro ରେ ଉପଲବ୍ଧ। IIT ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।